ଅତି ଦୁଃଖର ବିଷୟ ଯେ ଆଜି ସକାଳୁ ସକାଳୁ ମୁଁ ଖବର ପାଇଲି ଯେ ଗତକାଲି ବିଳମ୍ବିତ ରାତିରେ ପୂର୍ବତନ ମନ୍ତ୍ରୀ ତଥା ଭଟଲିର ପୂର୍ବତନ ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ସିଂଙ୍କର ୟଧାମ ସେ ପରିତ୍ୟାଗ କରିଛନ୍। ବହୁତ ଦୁଃଖର ବିଷୟ। ଆଉ ଯଦି ବି ଆମର ରାଜନୈତିକ ମତଭେଦ ଥିଲା, ବୈଚାରିକ ମତଭେଦ ଥିଲା, ସେ ମୋର ଜଣେ ଉତ୍ତମ ବନ୍ଧୁ ଥିଲେ। ଆମେ ଅନେକ ସମସ୍ୟାର ଯେତେବେଳେ ଆସୁଥିଲା ବରଗଡ଼ରେ, ସେତେବେଳେ ଆମେ ଓଭରଫୋନ୍ ବହୁତ କଥାବାର୍ତ୍ତା ବି ହଉଥିଲୁ। ସେ ଜଣେ ଜନପ୍ରିୟ ନେତା ଥିବାର ସାଙ୍ଗେ ସାଙ୍ଗେ ଜଣେ ସମାଜସେବୀ ବି ଥିଲେ। ଆଉ ଗରିବ ମାନଙ୍କୁ ସାହାଯ୍ୟ କରବାର ଲାଗି ସବୁବେଳେ ସେ ବାହାରି ଆସୁଥିଲେ। ଆଉ ତାଙ୍କର ନିଧନରେ ବରଗଡ଼ ଜିଲ୍ଲାର ଗୋଟେ ଅପୂରଣୀୟ କ୍ଷତି ହେଲା। ମୁଇଁ ଭଗବାନ ଠାନେ ପ୍ରାର୍ଥନା କରୁଛେ, ମା ସମଲେଇ ଠାନେ ପ୍ରାର୍ଥନା କରୁଛେ ତାଙ୍କର ଆତ୍ମାର ସଦ୍ଗତି ହଉ। আর ଇଏ ଦୁଃଖ ସମୟରେ ତାଙ୍କର ପରିବାର ବର୍ଗକୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ, ଯେମିତି ଇଏ ଦୁର୍ଦିନ ସମୟରେ ସମସ୍ତେ ଧୈର୍ଯ୍ୟ ସହିତ ଛିଡ଼ା ହେଇକିରି ଆଗାମୀ ଦିନରେ ଫେର ଆଗକେ ବଢ଼ବେ। ମୁଇଁ ଭଗବାନ ଠାନେ ଫେର ପ୍ରାର୍ଥନା କରୁଛେ ତାଙ୍କର ଆତ୍ମାର ସଦ୍ଗତି ହଉ। ଆଉ ଯେନ୍ ଜାଗାରେ ବି ଅଛନ୍ ଭଲରେ ରହୁନ୍। ବ୍ୟକ୍ତିଗତ ଜୀବନ ଆପଣ କେନ୍ତା ଦେଖିଲେ? ନାଇଁ, ମୁଁ ତାଙ୍କର ସାଙ୍ଗରେ ମୋର ସେ ବିଧାୟକ ନାଇଁ ଥାଇ ଯେତେବେଳେ ସେତିକି ଦିନ ସମ୍ପର୍କ ଆମେ ଏକା ସାଙ୍ଗେ ବହୁତ ଏଜିଟେସନ ବି କରିଛୁ। ଛତିଶଗଡ଼ ନିର୍ବାଚନରେ ଏକା ସାଙ୍ଗେ ପ୍ରଚାର ବି କରିଛୁ। ଯେତେବେଳେ ମେଣ୍ଟ ସରକାର ଥିଲା, ପଞ୍ଚାୟତ ଇଲେକ୍ସନ ବି ଏକା ସାଙ୍ଗେ ଆମେ ମିଶିକି ଲଢିଛୁ। ଆମର ଦୁଇ ଜଣଙ୍କର ସମ୍ପର୍କ ଆଜି ନାହିଁ, ସେ ଏଇଟା ଲଗଭଗ 2000 ମସିହା ପରେ ପରେ ଅଛି। 2004ରେ ବି ଯେତେବେଳେ ଆମେ ମେଣ୍ଟରେ ସେତେବେଳେ ଥିଲା ମେଲଛାମୁଡ଼ା କନଷ୍ଟିଚୁଏନ୍ସି, ସେତେବେଳେ ଆମେ ମିଶିକିରି ବସିକିରି ଆମେ ଚର୍ଚ୍ଚା ଆଲୋଚନା କରୁଥିଲୁ ଆଉ ନିଷ୍ପତ୍ତି ବି ନେଉଥିଲୁ। ଆଉ ଏବେ ବି ଯେତେବେଳେ ସେ ଭୁବନେଶ୍ୱରରେ ହସ୍ପିଟାଲରେ ବି ଥିଲେ, ଘରେ ହସ୍ପିଟାଲରେ, ମୁଁ ସେତିକି 2-3 ଥର ଖଣ୍ଡେ ଯାଇକି ତାଙ୍କ ସାଙ୍ଗରେ କଥାବାର୍ତ୍ତା ବି ହେଇଛେ। ଆଉ ମୋର ଗୋଟେ ବଡ଼ ବନ୍ଧୁକେ ବି ମୁଁ ହରାଲି। ନିଶ୍ଚିତ ଭାବରେ ବରଗଡ଼ର ତ ଅପୂରଣୀୟ କ୍ଷତି ହେଲା, ମୁଇଁ ବି ମୋର ଜଣେ ବନ୍ଧୁକେ ହରାଲି।